ଭାଇ ମାନିବାକୁ ପଡ଼ିବ ଥାର୍ଡ T20 ମ୍ୟାଚ୍ ଯେଉଁ ରୋମାଞ୍ଚକ ମ୍ୟାଚ୍ ଥିଲା। ଶ୍ରୀଲଙ୍କା ଜିତୁ ଜିତୁ ହାରି ଯାଇଥିଲା, ଭାରତ ହାରୁ ହାରୁ ଜିତି ଯାଇଥିଲା। ଏ ଯେଉଁ ମ୍ୟାଚ୍ ବହୁତ ରୋମାଞ୍ଚକ ଥିଲା ଭାଇ। ରିଙ୍କୁ ସିଂ 19ତମ ଓଭରରେ ବୋଲିଂ କରିଥିଲେ, ଆଉ ସୂର୍ୟା କୁମାର ଯାଦବ ଲାଷ୍ଟ ଓଭରରେ ବୋଲିଂ କରିଥିଲେ। ଏଇ ଯେଉଁ ମ୍ୟାନେଜମେଣ୍ଟ ତାଙ୍କର ଏଇ ଯେଉଁ ନିଷ୍ପତ୍ତି ବହୁତ ଆଉ ତାଙ୍କୁ ୱିନର୍ କରିଥିଲା ଓ ଜିତିବାର ଶୈଳୀ କରିଥିଲେ ସୂର୍ୟା କୁମାରକୁ। ଏ ଯେଉଁ ଆମର ଗମ୍ଭୀର ଆମର କଥା ଥିଲା ଯେତେବେଳେ ସିଏ ବୋଲରକୁ ବ୍ୟାଟ୍ସମ୍ୟାନ୍ ବନେଇ ଦେଉଛନ୍ତି, ଆଉ ହେଉଛି ବ୍ୟାଟ୍ସମ୍ୟାନ୍କୁ ବୋଲର କରିଦେଉଛନ୍ତି। ରିଙ୍କୁ ସିଂ 19ତମର ବୋଲିଂ କରିଥିଲେ, କେହି ଭାବି ନଥିଲେ ଯେ ରିଙ୍କୁ ସିଂ ବୋଲିଂ କରିବେ। ସେ 2 ୱିକେଟ୍ ନେଇଯାଇଥିଲେ, ଆଉ ଲାଷ୍ଟ ଓଭରରେ ସୂର୍ୟା କୁମାର ଯାଦବ ଯେଉଁ ବୋଲିଂ କରିଥିଲେ ମ୍ୟାଚ୍ ତଥାପି ଜିତି ପାରିନଥିଲେ, ଡ୍ର ହୋଇଯାଇଥିଲା। ତାପରେ ସୁପର ଓଭରରେ ବୋଲିଂ କରିଥିଲେ ୱାଶିଂଟନ ସୁନ୍ଦର। ଏ ଯେଉଁ ମ୍ୟାଚ୍ ଥିଲା ରୋମାଞ୍ଚକ ମ୍ୟାଚ୍ ଥିଲା ଭାଇ। ବଲ୍ ୱାଇଡ୍ ପକାଇଥିଲେ, ତାପରେ କୁଶଲ ମେଣ୍ଡିସ୍ ସିଙ୍ଗଲ୍ ନେଇଥିଲେ 1 ରନ୍। ତାପରେ ଆଉ ନିଶାଙ୍କ ଆସିଥିଲେ, ନିଶାଙ୍କ ବି ମାରିବା ଚକରେ ବାଉଣ୍ଡ୍ରି ମାରିବା ଚକରେ ସିଏ ବି ଆଉଟ୍ ହେଇକି ପାଭିଲିୟନ୍କୁ ଫେରି ଯାଇଥିଲେ। ଇଣ୍ଡିଆକୁ ଟାର୍ଗେଟ୍ ଥିଲା 6 ବଲ୍ରେ 3 ରନ୍। ସୂର୍ୟା କୁମାର ଯାଦବ ଆଉ ଶୁଭମ ଗିଲ୍ ଅଧିନାୟକ ଉପ ଅଧିନାୟକ ଆସିଥିଲେ ଓପନିଂରେ। ସେ ଫାଷ୍ଟ ବଲ୍ରେ ସୂର୍ୟା କୁମାର ଯାଦବ ବାଉଣ୍ଡ୍ରି ମାରି 4 ମାରିକି ଇଣ୍ଡିଆକୁ ଜିତାଇ ଦେଇଥିଲେ। 3-0ରେ ଇଣ୍ଡିଆ ସିରିଜ୍ ଜିତିଲା। ଏ ଯେଉଁ ମ୍ୟାଚ୍ ଥିଲା ବହୁତ ରୋମାଞ୍ଚକ ମ୍ୟାଚ୍ ଥିଲା, ଅସମ୍ଭବ ମ୍ୟାଚ୍ ଥିଲା। ଇଣ୍ଡିଆ କରିକି ଦେଖେଇଲା। ଜୟ ହିନ୍ଦ, ଜୟ ଭାରତ।